ନାଁଟା ମୋର ହେଉଛି ସୁଜିତ କୁମାର ମନ୍ତ୍ରୀ। ମୁଁ ବଡ଼ପାରୁ ଆସିଥିଲି ମାଧବପୁର ମେଡ଼ିକାଲକୁ ଯାଉଥିଲୁ। ତ ମେଡ଼ିକାଲକୁ ଯିବା ଭିତରେ ଆମେ ଦେଖିଲୁ କି ରାସ୍ତାଟା ଏଇଭଳିଆ ପାଣି ବର୍ତ୍ତମାନ ଅଛି, ଯେଉଁ ପୋଜିସନରେ ଅଛି। ଆମେ ବାଇକ୍ ନେଇକି ଆସିଛୁ, ଏତେ ବାଟରୁ ଆମେ ଯାଇପାରିବୁନି ଏଥିରେ। ଯଦି ଏଇଟା ପ୍ରଶାସନ ତରଫରୁ ଆମର ଗୋଟେ ଓଭରବ୍ରିଜଟେ ହୁଅନ୍ତା, ତାହେଲେ ଲୋକମାନେ ଯିବା ଆସିବା ପାଇଁ ବହୁତ ଭଲ ହୁଅନ୍ତା। ଆମେ ବର୍ତ୍ତମାନ ଯିବୁ ନିଶ୍ଚିନ୍ତ, ଆସିଛୁ ମାନେ ମେଡ଼ିକାଲକୁ ଆମେ ଯିବୁ। ଏପଟେ ଯାଇକି ଆମେ ଯାଉଛୁ 15 କିଲୋମିଟର ବୁଲିକି ଆମେ ଯିବୁ ପୁଣି ମେଡ଼ିକାଲକୁ। ଆଉ ତ ରିଟର୍ନ କରିବୁନି, ଏତେ ବାଟରୁ ଆସିଛୁ ଯେହେତୁ 15 କିଲୋମିଟର ବୁଲିକରି ଆମେ ଯିବୁ ପୁଣି ମେଡ଼ିକାଲକୁ। ପ୍ରତିବର୍ଷ ଏଇଭଳିଆ ହେଉଛି। ଆମେ ଯେତେ ଥର ଆସିଛୁ ବି, ଗଲା ବର୍ଷ ଆସିଥିଲି ଏଇଭଳିଆ କାର୍ ନେଇକି ଆସିଥିଲି, ଏଠୁ ରିଟର୍ନ କରିକି ଯାଇଥିଲି। ଏଇ ବର୍ଷ ଏଠି ବାଇକ୍ ନେଇକି ଆସିଛି, କିନ୍ତୁ ଏଇ ପାଣି ପୋଜିସନ ଏମିତି ହେଇଯାଇଛି, କିଏ ଜାଣିଛି କୋଉଠି କେତେବେଳେ ବର୍ଷା ହେଉଛି। ଆଜି ଦେଖିଲି ଏଇ ପ୍ରକାର ପୋଜିସନ ହେଇଛି, ବର୍ତ୍ତମାନ ରିଟର୍ନ କରିଦେଉଛି, ଏପଟେ ବୁଲିକି ଯିବି ହେରି। ନିବେଦନ କରିବ ପ୍ରଶାସନକୁ ଏଇ ରାସ୍ତାର ସ୍ଥାୟୀ ସମାଧାନ ପାଇଁ। ଆମେ ପ୍ରଶାସନକୁ ଏଇଆ ନିବେଦନ କରୁଛୁ ଯେ ଏଇଟା ଓଭରବ୍ରିଜଟେ କରିଦିଅନ୍ତୁ। ଏଠୁ ଓଭରବ୍ରିଜଟେ କରିଦେଲେ ଏତିକି ଡିଷ୍ଟାନ୍ସ ରହୁଛି, ଏତିକି ଡିଷ୍ଟାନ୍ସରେ ଆରାମସରେ ଓଭରବ୍ରିଜ ହେଇଗଲେ ସମସ୍ତେ ଯାଇପାରିବେ ସୁବିଧାରେ।